ଥରେ ଭୋଗ ନ ଲାଗିଲେ 12 ବର୍ଷ ବନ୍ଦ। ଶ୍ରୀମନ୍ଦିରର ପଟିଦିଅଁଙ୍କ ଭୋଗ ଲାଗୁଛି ଅନ୍ନପ୍ରସାଦ। ଥରେ ଅନ୍ନ ଭୋଗ ବନ୍ଦ ହେଲେ 12 ବର୍ଷ ମନା। ବଡ଼ ଦେଉଳରେ ଥରେ ଠାକୁରଙ୍କର ଅନ୍ନ ଭୋଗ ବନ୍ଦ ହେଲେ 12 ବର୍ଷ ପାଇଁ ଆଉ ଭୋଗ ଲାଗି ନାହିଁ ବୋଲି କହିଛନ୍ତି ମହାପ୍ରଭୁଙ୍କର ବରିଷ୍ଠ ସୁଆର ସେବକ ବଳଭଦ୍ର ମହାପାତ୍ର। ଏଣୁ ଅଣସର ସମୟରେ ମଧ୍ୟ ସବୁଦିନ ଭଳି ଠାକୁରଙ୍କର ପୂଜାର୍ଚ୍ଚନା ତଥା ବିଭିନ୍ନ ଧୂପ ଅନୁଷ୍ଠିତ ହୋଇଥାଏ। ବିଧି ମୁତାବକ ଥରେ ଅନ୍ୟ ଦିନରେ ଯାହା ଭୋଗ ଲାଗେ ଅଣସର ସମୟରେ ମଧ୍ୟ ସେହି ସବୁ ପିଠା ଏବଂ ଅନ୍ନ ବ୍ୟଞ୍ଜନ ଭୋଗ ଲାଗୁଛି। ମହାପ୍ରଭୁ ଅସୁସ୍ଥ ଥିବାରେ ଶ୍ରୀମନ୍ଦିରରେ ପଟିଦିଅଁ ତଥା ବିଜେ ପ୍ରତିମାଙ୍କୁ ଏହି ଭୋଗ ଲାଗି କରାଯାଉଛି। ତେବେ ଅନ୍ୟ ଦିନ ତୁଳନାରେ ଅଣସର ସମୟରେ ଭୋଗର ପରିମାଣ ପ୍ରାୟ ଅଧାଠାରୁ କମ୍। ମହାପ୍ରଭୁ ଅସୁସ୍ଥ ହୋଇ ଅଣସର ଘରେ ସ୍ୱତନ୍ତ୍ର ଉପଚାରରେ ରହିଥିବା ସ୍ଥଳେ ଜଗମୋହନ ବିଜେ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ପଟିଦିଅଁଙ୍କର ସମେତ ଅନ୍ୟ ବିଜେ ପ୍ରତିମା। ଶ୍ରୀମନ୍ଦିରର ପରମ୍ପରା ଅନୁସାରେ ଯଥାରୀତି ମଙ୍ଗଳାଳତି ଅବକାଶ ଗୋପାଳ ବଲ୍ଲଭ ସକାଳ ଧୂପ ଭୋଗ ମଣ୍ଡପ ସହ ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଧୂପ ଆଦି ନୀତି ଅନୁଷ୍ଠିତ ହେଉଛି। ଠାକୁରଙ୍କୁ ଅନ୍ନପ୍ରସାଦ ଡାଲି ଡାଲମା ବେସର ମହୁର ଆଦି ଭୋଗ ଲାଗୁଛି। ଜଗମୋହନ ଓ ଭୋଗ ମଣ୍ଡପରେ ଭୋଗ ବଢ଼ା ହୋଇ ପାଳିଆ ପୂଜା ପଣ୍ଡା ସାଆନ୍ତଙ୍କର ଦ୍ୱାରା ଯଥାବିଧି ଅନୁଷ୍ଠିତ ହେଉଛି। ସକାଳ ଧୂପ ପଟିଦିଅଁଙ୍କର ଖେଚେଡ଼ି ଭୋଗ ଲାଗୁଛି। ଭୋଗ ମଣ୍ଡପ ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଧୂପ ଆଦିରେ ଯଥାବିଧି ଅନ୍ନବ୍ୟଞ୍ଜନ ଆଦି ଭୋଗ ହେଉଛି। ଅଣସର ଘରେ ସେବା ସରିଲା ପରେ ପୁନର୍ବାର ପଟିଦିଅଁ ପୂଜା କରାଯାଉଛି। ସୁଆର ସେବକ ଶ୍ରୀ ମହାପାତ୍ର କହନ୍ତି, ଏହି ସମୟରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା କମ୍ ଥିବାରେ କମ୍ ପରିମାଣରେ ଭୋଗ ରନ୍ଧା ହୁଏ। ଅନ୍ୟ ଦିନରେ 60ରୁ 70 କୁଇଣ୍ଟାଲ ଭଳି ଚାଉଳ ରନ୍ଧା ହେଉଥିଲେ ଅଣସର ସମୟରେ ଏହା 30 କୁଇଣ୍ଟାଲ ହୋଇଯାଏ। ବରାଦି ଭୋଗ ମଧ୍ୟ କମ୍ ଥାଏ। ଅଣସର ପ୍ରାୟ ଅଧା ଭଳି ସୁଆର ଶ୍ରୀମନ୍ଦିରରେ ଭୋଗ ରାନ୍ଧିବାକୁ ଯାଇ ନଥାନ୍ତି। ଆମର ଅନେକ ସେବକ ଭାଇ ଛୁଟି ଦିନ ଭଳି କିଏ କୁଆଡ଼େ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି। ପଟିଦିଅଁ ଭାବେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସ୍ଥାନରେ ଶ୍ରୀ ନାରାୟଣ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଭୁବନେଶ୍ୱରୀ ଓ ବଡ଼ ଠାକୁର ଶ୍ରୀ ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବଙ୍କୁ ପୂଜା କରାଯାଉଛି। ଶ୍ରୀ ନାରାୟଣ ସମ୍ମୁଖରେ ମଦନମୋହନ ଓ କୃଷ୍ଣ ବିଗ୍ରହ, ମା ଭୁବନେଶ୍ୱରୀ ସମ୍ମୁଖରେ ଭୂଦେବୀ ଓ ଶ୍ରୀଦେବୀ ଅନ୍ୟ ଏବଂ ଶ୍ରୀ ଅନନ୍ତ ବାସୁଦେବଙ୍କ ସମ୍ମୁଖରେ ଦୋଳ ଗୋବିନ୍ଦ ଓ ନୃସିଂହଙ୍କ ପ୍ରତିମା ବିଜେ ହୋଇ ପୂଜା ପାଉଛନ୍ତି। ଦର୍ଶନାର୍ଥୀ ଓ ପଟିଦିଅଁଙ୍କୁ ମୁଣ୍ଡିଆ ମାରି ମହାପ୍ରସାଦ ସେବା କରୁଛନ୍ତି।